ଜୟ ଜଗନ୍ନାଥ। ଆଜି ହେଉଛି 26 ସେପ୍ଟେମ୍ବର 2025 ମସିହା ଶୁକ୍ରବାର। ଆସନ୍ତୁ ନଜର ପକାଇବା ରାଜ୍ୟରେ ଏବଂ ରାଜ୍ୟ ବାହାରେ ଘଟୁଥିବା ପ୍ରମୁଖ ଖବର ଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଡବଲ ଲଘୁଚାପରେ ଭିଜିବାକୁ ଯାଉଛି ଓଡ଼ିଶା। ଆଜ୍ଞା ହଁ, ଓଡ଼ିଶାକୁ ଭିଜାଇବାକୁ ଯାଉଛି ଡବଲ ଲଘୁଚାପ। ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ଜାରି ରହିଛି ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ, ଯାହାର ପ୍ରଭାବରେ ଓଡ଼ିଶାରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିବାକୁ ଯାଉଛି। ଏହି ଉପାୟରେ ଆଞ୍ଚଳିକ ପାଣିପାଗ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ହୀରାକୁଦରେ 20ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଖୋଲିଛି ଆଉ 4ଟି ଗେଟ୍। ପୂର୍ବରୁ 16ଟି ଗେଟ୍ ଖୋଲିଥିଲା। ବର୍ତ୍ତମାନ 4ଟି ଗେଟ୍କୁ ମିଶାଇ ମୋଟ 20ଟି ଗେଟ୍ରେ ଜଳ ନିଷ୍କାସନ ଜାରି ରହିଛି। ବାମ ପାଟୁ 13ଟି ଗେଟ୍ ଖୋଲିଛି ଏବଂ ଡାହାଣ ପାର୍ଶ୍ୱରୁ 7ଟି ଗେଟ୍ ଖୋଲିଛି। ବର୍ତ୍ତମାନ 629.12 ଫୁଟ ଜଳସ୍ତର ରହିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ ବର୍ଷା ପାଣି ଜଳଭଣ୍ଡାରରେ ପହଞ୍ଚିବାର ସମ୍ଭାବନା କରାଯାଉଛି ଏବଂ ସକାଳ 8ଟାରୁ 11ଟା ମଧ୍ୟରେ 6 ଲକ୍ଷ ଜଳ ପ୍ରବାହିତ ହେବ। ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ମଧ୍ୟ ରହିଛି, କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବର୍ଷା କମିଲେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ପରବର୍ତ୍ତୀ ଖବର, ବୈଜୟନ୍ତ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ। ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ନିର୍ବାଚନର ପ୍ରଭାରୀ ଘୋଷଣା କରିଛି ବିଜେପି। ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ଇଲେକ୍ସନ ଇନଚାର୍ଜର ଦାୟିତ୍ୱ ଦେଇଛନ୍ତି ଏବଂ ମୁରଲୀଧର ମୋହନଙ୍କୁ ନିର୍ବାଚନ ସହପ୍ରଭାରୀର ଦାୟିତ୍ୱ ମିଳିଛି। ପୂର୍ବରୁ ଦିଲ୍ଲୀ ସଂଗଠନ ଓ ନିର୍ବାଚନର ଇନଚାର୍ଜ ଥିଲେ ବୈଜୟନ୍ତ। ଏହାପରେ ଆସାମ ଏବଂ ୟୁପିରେ ସଂଗଠନ ଇନଚାର୍ଜର ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଏହା ସହିତ ଭୂପେନ୍ଦ୍ର ଯାଦବ ପଶ୍ଚିମବଙ୍ଗର ନିର୍ବାଚନ ପ୍ରଭାରୀରେ ନିଯୁକ୍ତି ହୋଇଛନ୍ତି। ସେହିପରି ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମିଳିଛି ଦାୟିତ୍ୱ। ବିହାରର ନିର୍ବାଚନ ପାଇଁ ତାଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି କରିଛି ଦଳ। ଆସନ୍ତା ନଭେମ୍ବର ସୁଦ୍ଧା ହୋଇପାରେ ବିହାରର ନିର୍ବାଚନ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କର ବଡ଼ ବୟାନ, ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି। ବିଏମ୍ସି ପକ୍ଷରୁ ଆୟୋଜିତ ହୋଇଥିବା ଗଣସଫେଇ ଅଭିଯାନ କାର୍ଯ୍ୟକ୍ରମରେ ଏକ ଦିନ ଏକ ଘଣ୍ଟା ଏକା ସାଥିରେ ନାରା ଦେଇ 200 ସଫେଇ କର୍ମଚାରୀ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଏମ୍ସି ଅଞ୍ଚଳରୁ ପ୍ରତିଦିନ 800 ଟନ୍ ଅଳିଆ ବାହାରୁଛି। ଏଥିପାଇଁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ୍ କମ୍ପୋଷ୍ଟିଂ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ଚିନ୍ତା ମଧ୍ୟ ଚାଲିଛି। ବାୟୋଗ୍ୟାସ୍ କମ୍ପୋଷ୍ଟିଂ ପ୍ଲାଣ୍ଟ ପାଇଁ ଟେଣ୍ଡର ମଧ୍ୟ ସରିଛି। ପଳାଶୁଣୀରେ ନିର୍ମାଣ ହେବ ଚାରକୋଲ ପ୍ଲାଣ୍ଟ ଏବଂ ଅଳିଆରୁ ଏନର୍ଜି ମଧ୍ୟ ପ୍ରସ୍ତୁତ କରାଯିବ। ପରବର୍ତ୍ତୀ ଖବର, ଇତିହାସ ରଚିଲା ଡିଆରଡିଓ। ଡିଆରଡିଓ ବର୍ତ୍ତମାନ ଇତିହାସ ରଚିଛି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟ ହାସଲ କରିଛି। ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିସାଇଲ୍ ଅଗ୍ନି। ପ୍ରଥମ ଥର ଟ୍ରେନ୍ରୁ ଉତ୍କ୍ଷେପଣ ହୋଇଛି ଏହି ଅଗ୍ନି ମିସାଇଲ୍। ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନିର ପ୍ରାଇମ୍ ସଫଳତା ଉତ୍କ୍ଷେପଣ ମଧ୍ୟ ହୋଇଛି। ରେଳ ଆଧାରିତ ମୋବାଇଲ ଲଞ୍ଚରରୁ ହେଲା ଉତ୍କ୍ଷେପଣ। ଏହି ଉତ୍କ୍ଷେପଣ 2000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆଜ୍ଞା ହଁ, 20,000 ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଟିପିସିଓଡିଏଲ୍ ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାଓ। ଆପାର୍ଟମେଣ୍ଟରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନେଉଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ଜବତ କରିବା ସହିତ ଯନ୍ତ୍ରୀଙ୍କ ଘରୁ ନଗଦ 9,53,000 ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଏକକାଳୀନ 3ଟି ସ୍ଥାନରେ ଚାଲିଛି ରେଡ୍। ପରବର୍ତ୍ତୀ ଖବର, ମହିଳା ଅତ୍ୟାଚାର ପ୍ରସଙ୍ଗରେ ପ୍ରଦେଶ ମହିଳା କଂଗ୍ରେସ ତରଫରୁ ବିଧାନସଭା ଘେରାଉ। ଆଜ୍ଞା ହଁ, ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ପ୍ରତିବାଦରେ ବିଧାନସଭା ଘେରାଉ କରାଯାଇଥିଲା। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତଚରଣ ଦାସଙ୍କର ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ନେତ୍ରୀ କହିଛନ୍ତି ଯେ ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ। ଦିନକୁ 15 ଜଣ ମହିଳାମାନେ ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୋହନ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ପରବର୍ତ୍ତୀ ଖବର, ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଅଧିବେଶନରେ 6ଟି କାର୍ଯ୍ୟ ଦିବସ ସମାପନ ହୋଇଛି।
ଦୁଇଟି ସରକାରୀ ବିଲ୍ର ବିଚାର ଏବଂ ପାରିତ ମଧ୍ୟ ହୋଇଛି। ଦୁଇଟି ବିଲ୍ ସହ ଜିଏସ୍ଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଉଦ୍ଦେଶ୍ୟରେ ଧନ୍ୟବାଦ ମଧ୍ୟ ଜ୍ଞାପନ କରାଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ 2025 ଏବଂ ଓଡ଼ିଶା ଦ୍ରବ୍ୟ ସେବା କର ସଂଶୋଧନ ବିଲ୍ 2025 ପାରିତ ହୋଇଛି। ସେପ୍ଟେମ୍ବର 16ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ 25 ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ କିଛି ସରକାରୀ କାର୍ଯ୍ୟ ନଥିବାରୁ ନବରାତ୍ରି ପାଇଁ ଗୃହକୁ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ଖବର। ଶୁଭାରମ୍ଭ ହେଲା ବ୍ରହ୍ମପୁରରୁ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବାକୁ ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ସେବା ଘୋଷଣା କରିଛି ଭାରତୀୟ ରେଳବାଇ ବିଭାଗ। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ବିକାଶକୁ ଅଭିବୃଦ୍ଧି କରିବ। ପରବର୍ତ୍ତୀ ଖବର। ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଥମ ଥର ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଘୋଷଣା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଢେଙ୍କାନାଳରେ ମୋଟ 38ଟି ମେଢ଼କୁ ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରତି ମେଢ଼କୁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସର୍ବମୋଟ 38ଟି ମେଢ଼କୁ ସମୁଦାୟ 19 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର। ଶ୍ରୀମୟୀଙ୍କ କଥାର ଉତ୍ତର ଦେଲା ବିଜେଡି। ଗତ କିଛି ଦିନ ତଳେ ଶ୍ରୀମୟୀ ମିଶ୍ର ବିଜେଡି ଛାଡ଼ିବା ପରେ ସାମ୍ବାଦିକ ଗଣମାଧ୍ୟମରେ କହିଥିଲେ କି, ମୁଁ ଗତ 1 ବର୍ଷ ହେଲା ବିଜେଡିରେ ନଥିଲି ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ। ଏହାକୁ ଖଣ୍ଡନ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଦଳର ପ୍ରମୁଖ ମୁଖପାତ୍ର ତଥା ମିଡିଆ ସଂଯୋଜକ ଡକ୍ଟର ଲେଲିନ ମହାନ୍ତି ମନ୍ତବ୍ୟ ଦେଇଛନ୍ତି ଏବଂ ସେ ଶ୍ରୀମୟୀଙ୍କୁ ମିଥ୍ୟା ବୋଲି ପ୍ରମାଣିତ କରିବା ସହିତ ଜଣେ ଅଭ୍ୟାସଗତ ମିଛୁଆ ବୋଲି କହିଥିଲେ। ପରବର୍ତ୍ତୀ ଖବର। ସ୍କୁଲ ପିଲା ଖେଳିବେ ଟେବୁଲ ଟେନିସ୍। 16 ବର୍ଷ ପରେ ଭାରତକୁ ଫେରିଛି ଏସିଆନ୍ ଟେବୁଲ ଟେନିସ୍ ଚାମ୍ପିଅନସିପ୍। ଏହା ସହିତ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏହି 28ତମ ଏସିଆନ୍ ଟେବୁଲ ଟେନିସ୍ ଚାମ୍ପିଅନସିପ୍। ଆସନ୍ତା ମାସ ଅକ୍ଟୋବର 11 ତାରିଖରୁ ଅକ୍ଟୋବର 15 ଯାଏଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି ଚାମ୍ପିଅନ୍ସ ଟ୍ରଫି। ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନ ଏବଂ ଏସିଆନ୍ ଟେବୁଲ ଟେନିସ୍ ୟୁନିୟନ ପକ୍ଷରୁ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରତିଷ୍ଠିତ ଦଳମାନେ ସାମିଲ ହେବେ। ଭାରତ, ଚାଇନା, ସିଙ୍ଗାପୁର, ଜାପାନ, କୋରିଆ ଭଳି ବିଭିନ୍ନ ଦେଶ ସାମିଲ ହେବେ। ଜାତୀୟ ସ୍ତରର ଖେଳାଳିମାନଙ୍କ ସହିତ ଓଡ଼ିଶା ଖେଳାଳି ଖେଳିବାକୁ ଅଭ୍ୟାସ କରିବାକୁ ସୁଯୋଗ ପାଇବେ। ସ୍କୁଲ ସ୍ତରରେ ଟେବୁଲ ଟେନିସକୁ ପହଞ୍ଚାଇବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ସରିଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। ସରକାରୀ ପାଣ୍ଠିରେ ଅୟସ କରୁଥିଲେ କୁଳପତି। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଏବଂ ଛାତ୍ରଙ୍କର ଶିକ୍ଷା ସୁଦୃଢ଼ କରିବା ନିମନ୍ତେ ଆସୁଥିବା ଟଙ୍କାରେ ଅୟସ କରୁଥିଲେ କୁଳପତି। ନିଜ ବାସଭବନ ପାଇଁ ଆଖି ଖସାଇଲା ଭଳି ଜିନିଷ, ଡାଇନିଂ ଟେବୁଲ, ସୋଫା ସେଟ୍ ଏବଂ ବେଡରୁମ୍ ପାଇଁ ସୁନ୍ଦର ଖଟ ପାଇଁ 6.48 ଲକ୍ଷ ଟଙ୍କାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏଭଳି ଭାବେ ଖର୍ଚ୍ଚ କରିଥିଲେ। କେବଳ ସେତିକିରେ ଅଟକି ନଥିଲେ କୁଳପତି। ଉତ୍କଳ ବିଶ୍ୱବିଦ୍ୟାଳୟର ପାଠାଗାର, ଲ୍ୟାବ, ଛାତ୍ରାବାସ, ଶୌଚାଳୟ ନବୀନକରଣ ପାଇଁ 2015ରୁ 2020 ମଧ୍ୟରେ 18 କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ହେଲେ ସେଥିରୁ 37.08 ଲକ୍ଷ ଟଙ୍କାରେ 4ଟି ଡିଜି ସେଟ୍ ଏବଂ 21.49 ଲକ୍ଷ ଟଙ୍କାରେ ସାଇନ୍ ବୋର୍ଡ କିଣିବାରେ ଖର୍ଚ୍ଚ ହୋଇଥିଲା। ବିଧାନସଭାରେ ଏପରି କିଛି ତଥ୍ୟ ଉପସ୍ଥାପନ କରିବା ପରେ ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର। ଭାରତୀୟ ବାୟୁସେନାକୁ ମିଳିବାକୁ ଯାଉଛି 97ଟି ତେଜସ୍ ବିମାନ। ଭାରତୀୟ ବାୟୁସେନାରେ ବର୍ତ୍ତମାନ 97ଟି ତେଜସ୍ ମାର୍କ 1A ବିମାନ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ୍ ସହିତ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଚୁକ୍ତି ହେବ। ଏହି ଚୁକ୍ତିର ମୂଲ୍ୟ ପ୍ରାୟ 66,500 କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ରିପୋର୍ଟ ମୁତାବକ
ଏହି ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଯେତେବେଳେ ଶୁକ୍ରବାର ଦିନ ଅର୍ଥାତ୍ ଆଜି 36ଟି ପୁରୁଣା MiG-21 ବିମାନ ବନ୍ଦ ହୋଇଯିବ। ଏହା ବାୟୁସେନାକୁ ସଶକ୍ତ କରିବା ନିମନ୍ତେ ସାହାଯ୍ୟ ହେବ। ପରବର୍ତ୍ତୀ ଖବର, ଦ୍ୱିତୀୟ ମହାକାଶ ଦୌଡ଼ରେ ବିଜେତା ହେବାର ଲକ୍ଷ୍ୟରେ ନାସା। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଆସନ୍ତା ବର୍ଷ ଫେବୃଆରୀ ମାସରେ ଚନ୍ଦ୍ର ଅଭିମୁଖେ ଏକ ମାନବବାହୀ ମହାକାଶଯାନ ପ୍ରେରଣ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି। ଏହାର ବିଶେଷତ୍ୱ ହେଲା 50 ବର୍ଷ ପରେ ପ୍ରଥମ ଥର ଲାଗି ଚନ୍ଦ୍ର ଚାରିପାଖେ 4 ଜଣ ମହାକାଶଚାରୀଙ୍କୁ ପରିକ୍ରମା କରାଇବା। ଉଲ୍ଲେଖଯୋଗ୍ୟ ଯେ ଶେଷ ଥର ଲାଗି 1971 ମସିହା ଡିସେମ୍ବରରେ ନାସା ଆପୋଲୋ 17 ଅଭିଯାନରେ 2 ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ଅବତରଣ କରାଇଥିଲା। ଏହା ଦ୍ୱିତୀୟ ଥର ହେବ। ପରବର୍ତ୍ତୀ ଖବର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଥୁରା ଏବଂ ବୃନ୍ଦାବନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭାରତୀୟ ରେଲୱେର ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ଦି ମହାରାଜା ଏକ୍ସପ୍ରେସରେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ଗୁରୁବାର ଦିନ ମହାମହିମ ରାଷ୍ଟ୍ରପତି ମୁର୍ମୁ ଏହି ଟ୍ରେନ୍ରେ ଦିଲ୍ଲୀରୁ ରେଳ ଷ୍ଟେସନରୁ ବାହାରି ମଥୁରା ନିକଟସ୍ଥ ବୃନ୍ଦାବନ ରୋଡ୍ ଷ୍ଟେସନକୁ ଯାତ୍ରା କରିବେ ଏବଂ ସେଠାରେ ବିଭିନ୍ନ ପବିତ୍ର ସ୍ଥଳ ଗମନ କରିବେ। ପରବର୍ତ୍ତୀ ଖବର, ଇ-ଟେଣ୍ଡରରେ ବ୍ୟାପକ ଅନିୟମିତତା। ଇ-ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ନିମନ୍ତେ ନ୍ୟାସନାଲ ଇନଫର୍ସିଟି ସେଣ୍ଟର (NIC) ଦ୍ୱାରା ଅନଲାଇନ୍ ଟେଣ୍ଡର ପାଇଁ ଇ-ପ୍ରକ୍ୟୁରମେଣ୍ଟ ବ୍ୟବସ୍ଥା ରାଜ୍ୟ ସରକାର 2008ରେ ଗ୍ରହଣ କରିଥିଲେ, କିନ୍ତୁ ଏହା ସହିତ ଚୁକ୍ତି କରିବାକୁ ଭୁଲି ଯାଇଥିଲେ। ସେଥିପାଇଁ ଇ-ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ସୁଯୋଗ ରହିଛି। ବିଡ୍ ଦାଖଲ କରିଥିବା ବିଲ୍ଡରମାନଙ୍କ ସହିତ ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍ ମେଳ ଖାଉନାହିଁ। ସେମାନଙ୍କର ପ୍ରମାଣୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଯାହା ଫଳରେ ବିଡ୍ ଦାଖଲକାରୀ ଜଣକ କୌଣସି ସମୟରେ ବିଡ୍ ଦାଖଲ କରିନଥିବା ଦର୍ଶାଇବାର ଆଶଙ୍କା ମଧ୍ୟ ରହୁଛି। ଏହା CAG ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି। ପରବର୍ତ୍ତୀ ଖବର, ବିଧାନସଭାରେ ବିଜେଡି ନେତାଙ୍କର ଆରୋପ। ଓଡ଼ିଶା ଏବେ ଅପରାଧପ୍ରବଣ ରାଜ୍ୟ ପାଲଟି ଯାଇଛି। ଅପରାଧ ହାର ଉଦ୍ବେଗଜନକ ବଢ଼ିବାରେ ଲାଗିଛି। ଲାଗୁଛି ଯେମିତିକି ଦୁର୍ଯ୍ୟୋଧନ ଏବଂ ଦୁଃଶାସନଙ୍କର ଶାସନ ଚାଲିଛି। ମହିଳାମାନେ ସବୁଠି ଅସୁରକ୍ଷିତ। ଏଭଳି କିଛି ବିଧାନସଭା ମୁଲତବୀ ପ୍ରସ୍ତାବ ଆଲୋଚନା ହେବା ବେଳେ ଆରୋପ ଲଗାଇଛନ୍ତି ବିଜେଡି ବିଧାୟକମାନେ। ତେବେ ଶାସକ ଦଳର ସଦସ୍ୟମାନେ ବିଜେଡି ସରକାର ସମୟରେ କିଛି ଚର୍ଚ୍ଚିତ ନାରୀ ନେତ୍ରୀ ନିର୍ଯାତନା ଘଟଣା ଏବଂ ନାରୀମାନଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କହି ପାଲଟା ଆକ୍ରମଣ ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର, ପେହେଲଗାମ ଆକ୍ରମଣରେ ଆତଙ୍କୀକୁ ସାହାଯ୍ୟ କରୁଥିବା ସାହାଯ୍ୟକାରୀ ଗିରଫ। ଆଜ୍ଞା ହଁ, ପେହେଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆତଙ୍କବାଦୀମାନଙ୍କ ଜଣେ ମୁଖ୍ୟ ସାହାଯ୍ୟକାରୀ ଜାମ୍ମୁ କାଶ୍ମୀର ପୋଲିସ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ଆତଙ୍କବାଦୀମାନଙ୍କୁ ପହଞ୍ଚାଇବା ଏବଂ ଫେରାଇବା ସହିତ ସେମାନଙ୍କୁ ରହିବା ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାରେ ସାହାଯ୍ୟ କରିଥିଲେ। ଏହି ଗିରଫଦାରୀ ଅନନ୍ତନାଗ ଜିଲ୍ଲାରେ ଅପରେସନ ମହାଦେବ ଅଧୀନରେ ସମ୍ଭବ ହୋଇଛି, ଯେଉଁଥିରେ ଆତଙ୍କବାଦୀମାନଙ୍କ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ବ୍ୟାପକ ଅଭିଯାନ ମଧ୍ୟ ଜାରି ରହିଛି।